ସାର୍ କହିବେ ଆଜି ଘାଇପୁରରେ କିଛି ଲୋକ ଆସିଥିଲେ ଭତ୍ତା ପାଇନାହାନ୍ତି କଣ କହିବେ? ଆଜି ଆମେ ଜାଣିବାକୁ ପାଇଲୁ ଯେ ଦୀର୍ଘ 4-5 ଦିନ ହେଇଯିବ ତାଙ୍କୁ ଭତ୍ତା ମିଳିନାହିଁ। ତେଣୁ ଯିଏ ବି ଆମର ଅଛନ୍ତି ଏରିଂ ଅଫିସିଆଲ ଯେ ବିଓ ସେ ଦେଇନାହାନ୍ତି କାହିଁକି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ଲୋକମାନଙ୍କୁ ସଠିକ ସମୟରେ ଭତ୍ତା ଦେବା ପ୍ରଶାସନର କର୍ତ୍ତବ୍ୟ। ତେଣୁ ଯିଏ ବି ଭୁଲ କରୁଛନ୍ତି ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ। ଦରକାର ପଡ଼ିଲେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୁଦ୍ଧରେ ନିଆଯାଉଛି ଯେ କାହିଁକି ସେ ଏତେ ଦିନ ଯାଏଁ ଭତ୍ତା ଦେଇନଥିଲେ। ସେ କହୁଛନ୍ତି ସରକାରୀ ପଇସା ନେଇ ତାଙ୍କ ବ୍ୟକ୍ତିଗତ କାମରେ ଲଗେଇ ଦେଇଛନ୍ତି। ସେ ତ ଅଫିସିଆଲି ଆମକୁ ସେଭଳି କିଛି କହି ନାହାନ୍ତି। ଯଦି ସେ ସେଭଳିଆ କିଛି କରିଥାନ୍ତି ନିଶ୍ଚିତ ତାଙ୍କ ବିରୁଦ୍ଧରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବୁ। ସରକାରୀ ପଇସା ହଡପ କରୁଛନ୍ତି ଏ ନେଇ କଣ ଆଇନଗତ କରିବେ ଆପଣ? ଯଦି ସେ ସରକାରୀ ପଇସା ହଡପ କରିଥିବେ ନିଶ୍ଚିତ ଭାବରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମ୍ବନ୍ଧରେ ଆମେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛୁ। ଯେହେତୁ ଆଜି ଆମେ ଜାଣିଲୁ ଆଜି ହିଁ ଆମେ ତାଙ୍କର ଯେଭଳି ଭାବରେ ବ୍ୟବସ୍ଥା କରିବୁ ସେମାନଙ୍କୁ ଭତ୍ତା ମିଳିବ। ଆଉ କାର୍ଯ୍ୟାନୁଷ୍ଠାନ ତ ଯେମିତି ନିଆଯିବା କଥା ନିଆଯିବ କିନ୍ତୁ ସେଥିପାଇଁ ଲୋକଙ୍କ ଭତ୍ତା ଦେବାରେ ଆମେ ବିଳମ୍ବ କରିବୁ ନାହିଁ। ଲୋକଙ୍କୁ ଭତ୍ତା ଆମେ ଆଜି ହିଁ ଦେବୁ।